ଆଜିର ଭିଡିଓରେ କ୍ୟାଲସିୟମ ଅଭାବ ଯୋଗୁଁ ହେଉଥିବା ସମସ୍ୟାର ଉପଚାର ପାଇଁ ହୋମିଓପାଥିକ ରେ ଏକ ଟନିକ ବିଷୟରେ କହିବି। ସାଧାରଣତଃ କ୍ୟାଲସିୟମ ଅଭାବ ଯୋଗୁଁ ଛୋଟ ପିଲାମାନଙ୍କର ଦାନ୍ତ ଉଠିବାରେ ବିଳମ୍ବ ହୁଏ। ଅନେକ ଲୋକଙ୍କର କ୍ୟାଲସିୟମ ଅଭାବ ଯୋଗୁଁ ହାଡ ଗୋଡ ଦୁର୍ବଳ ଲାଗିବା, ଗୋଡ ପାଦ ତଳେ ଫାଟିବା ବା ମଥାରେ କେଶ ଫାଟିଯିବା, ସ୍କିନ୍ ଡ୍ରାଏ ରହିବା ଭଳି ଲକ୍ଷଣମାନ ଦେଖା ଦେଇଥାଏ। ଏଥିସହିତ କମଜୋରି ପଣିଆ ରହିଥାଏ। ଅନେକ ଔଷଧ ଖାଇଲେ ମଧ୍ୟ କ୍ୟାଲସିୟମ ଶରୀରରେ ଭରପାଇ ହୋଇପାରିନଥାଏ। ତେବେ ଏସବୁ କ୍ଷେତ୍ରରେ ହୋମିଓପାଥିକରେ ଏକ ଟନିକ ଅଛି, ଯାହାର ସାଇଡ ଇଫେକ୍ଟ ମଧ୍ୟ ବହୁତ କମ ବା ନାହିଁ କହିଲେ ଚଳେ। ଅଷ୍ଟିଓକ୍ସ ଫଟ୍, ଏହାକୁ ପିଲାମାନେ 5 ml କରି ଦିନକୁ 3 ଥର ଖାଇପାରିବେ, ସକାଳୁ ଦ୍ୱିପହର ରାତି। ଏବଂ ବଡ ଲୋକ ହେଇଥିଲେ 10 ml ସକାଳୁ ଦ୍ୱିପହର ରାତି 3 ଟାଇମ କରି ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଜନିତ ଅଭାବ ଦୂର ହେବା ସହ ଆପଣଙ୍କର ହାଡ ଗୋଡ ଦୁର୍ବଳ ଲାଗୁଥିଲେ ଏବଂ ମାଂସପେଶୀର ଯନ୍ତ୍ରଣା ହେଉଥିଲେ କ୍ୟାଲସିୟମ ଅଭାବ ଯୋଗୁଁ, ଏସବୁରୁ ଆପଣମାନଙ୍କୁ ବହୁତ ସାହାଯ୍ୟ